ବର୍ତ୍ତମାନ ମୋର ଆଲୋଚନା ଧର୍ମକୁ ନେଇ। ଶୀର୍ଷକ ହେଉଛି ମହାକୁମ୍ଭ ଓ ଇଜ୍ତମା। ପ୍ରୟାଗରାଜରେ 12 ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ମେଳା ଏବଂ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା କିମ୍ବା ବାରମ୍ବାର ଅନୁଷ୍ଠିତ ହେଉଥିବା ଇସଲାମୀ ଇଜ୍ତମା ହିନ୍ଦୁ ଧର୍ମର ଏବଂ ମୁସଲମାନ ଧର୍ମର ଦୁଇଗୋଟି ଧର୍ମ ସମ୍ମିଳନୀ। କୋରାନର ବିଚାରରୁ ଦେଖିଲେ ଧର୍ମ ଆଦୌ ଦୁଇଗୋଟି ନୁହେଁ, ଧର୍ମ ସର୍ବଦା ଏକଗୋଟି। ଧର୍ମର ଆକର ବା ସତ୍ତା ଈଶ୍ୱର ଅଲ୍ଲାହ, ତେରୋ ନାମ ସବକୋ ସନ୍ମତି ଦେ ଭଗବାନ ଖୋଦା, ଖୋଦ ବା ଆପଣା ଜାତ ବା ସ୍ୱୟମ୍ଭୁ ବିଧାତା ନିଜ ପ୍ରଣୀତ ପ୍ରବର୍ତ୍ତିତ ରଚିତ ମଣିଷର ମନ ବା ଆତ୍ମାକୁ କୋରି ସଫା କରି ଦେଉଥିବା ଦିବ୍ୟ ପବିତ୍ର କୋରାନ ଗ୍ରନ୍ଥରେ କହିଛନ୍ତି, ସେ ମଣିଷ ସୃଷ୍ଟି କରିବାର ଇଚ୍ଛା ମନରେ ରଖି ନିଜର ଫରିସ୍ତା ବା ଦେବଦୂତ ବା ଏଞ୍ଜେଲ ମାନଙ୍କୁ ଶୁଣାଇ କହିଲେ, ମୁଁ ଆଲ୍ଲାହ ଜମିନ ବା ଭୂମି ମାଟିରୁ ଖାକରୁ ଇନସାନ ବା ମଣିଷ ଆଦମ ନାମରେ ତିଆରି କରିବି, ମୂର୍ତ୍ତି ନିର୍ମାଣରୁ ଜୀବନ୍ୟାସ ଦେଇ। ଯେତେବେଳେ ସେହି ମଣିଷକୁ ଠିକରେ ତିଆରି ଦେବି, ମୋର ହୁକୁମ ବା ଆଦେଶ ମାନି ତୁମେ ସମସ୍ତେ ଦେବଦୂତ ବା ଫରିସ୍ତାମାନେ ତାକୁ ସଜଦାଏ ତାଜମୀ ବା ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିଦେବ, ସଜଦା କରିବ। କାରଣ ମଣିଷ ମୋର ଅଶରଫୁଲ ମଖଲୁକାତ ବା ସର୍ବୋତ୍ତମ ସର୍ବଶ୍ରେଷ୍ଠ ବାସକାରୀ ବଶର ଇନ୍ସ। ଦେବଦୂତମାନେ କହିଲେ, ଆମ୍ଭେମାନେ ତ ତୋର ଗୁଣଗାନ କରି ପ୍ରଶଂସା ଗାଉଅଛୁ, ଫେର ମଣିଷ ସୃଷ୍ଟି କରିବା କ'ଣ ଦରକାର? ସେ ଜମିନକୁ ଯାଇ କଳି କରିବ, ଫିସାଦ ମଚାଇବ, ରକ୍ତପାତ କରିବ। ଆଲ୍ଲାହ କହିଲେ, ମୁଁ ଆଲମ ବା ଦୁନିଆର ସବୁ ଗୁପ୍ତ କଥା ଜାଣେ। ମୁଁ ଯାହା ଜାଣେ ତୁମ୍ଭେମାନେ ତାହା ଜାଣନା। ମୁଁ ଆଲେମୁଲ ଗୈବି ଓ ଶାହାଦତି, ଅର୍ଥାତ୍ ମୁଁ ଆଲମ ବା ଦୁନିଆର ସବୁ ଗୁପ୍ତ ବା ଅଜଣା କଥାର ଜାଣକାରୀ ଏବଂ ସେସବୁର ସାକ୍ଷ୍ୟଦାତା। ଫରିସ୍ତା ବା ଦେବଦୂତ ଗଣ ଚୁପ ରହିଲେ। ଆଲ୍ଲାହ ସବୁ ରଙ୍ଗର ମାଟିକୁ ଆଣି ଚକଟି ବା ଖମିର କରିକି ପ୍ରୋକ୍ତ ମାଟିକୁ 40 ବର୍ଷ ଧରି ଖରା ବର୍ଷା ଖୁଆଇ ମଣ ବା ସିଜିନ କରାଇ ନିଜ କଳ୍ପନାରୁ ସୁନ୍ଦର ମଣିଷ ପୁରୁଷ ମୂର୍ତ୍ତି ତିଆରିଲେ ଆଦମ ନାମରେ। ପୁଣି ସେହି ଆଦମର ପୁସ୍ତ ବା ବାମପଟର ଅସ୍ଥିପଞ୍ଜରାରୁ ମଣିଷର ଆଦିମାତା ହୱାଙ୍କୁ ତିଆରିଲେ। କାରଣ ସବୁକିଛି ସବୁ ପ୍ରକାରେ କରିପାରୁଥିବା ସାମର୍ଥ୍ୟ ଗୁଣରେ ଯୋଉଥିପାଇଁ ନାରୀ ମିଜାଜ ବା ମନୋଭାବ ଦିଗରୁ ତେଢ଼ା ବା ବଙ୍କା ଓଲଟା ହୋଇଅଛି। ବଙ୍କା ପଞ୍ଜରା ହାଡ଼ରୁ ତିଆରି ବୋଲି। ମଣିଷର ଯୋଡ଼ା, ଯୂଥ ବା ଯୁଗ୍ମ ବା ହଳ ବା ପେୟାର। ପୁରୁଷ ମଣିଷର ସୃଷ୍ଟି ଆଗ, ନାରୀ ସୃଷ୍ଟି ପଛ ଥିବାରୁ ନାଗରିକ ଦୃଷ୍ଟିରୁ ନାରୀ ପୁରୁଷର ଦ୍ୱିତୀୟ ସ୍ତରର ପ୍ରାଣୀ। ଆଜିର ବିପୁଳ ମାନବ ସମାଜ ସେହି ଆଦମ ହୱାଙ୍କର ସନ୍ତାନ ସନ୍ତତିର ବିସ୍ତାରିତ ରୂପ, ତାର ସଭ୍ୟତା। ସୁତରାଂ କୋରାନ ଆଲ୍ଲାହ ପ୍ରଣୀତ ଜାରି କରାଯାଇଥିବା ଗ୍ରନ୍ଥ, ତାହାକୁ ପରମ ସତ୍ୟଶୀଳ ଅବିମିଶ୍ର ବୋଲି ଖୋଦା ନିଜେ ଦାବୀ କରିଛନ୍ତି, ଦୃଢ଼ତାର ସହିତ କହିଛନ୍ତି, ଯାହାକି ସାରା ଜଗତର ମାନବ ସମାଜକୁ ଧର୍ମର ପ୍ରକୃତ ବାସ୍ତବ ବିବରଣୀ ଦେଇଅଛି, ମାନିବାକୁ କହିଅଛି। ମଣିଷ କୋରାନକୁ ସତ ବୋଲି ନ ମାନିପାରେ, ହେଲେ ନ ମାନିଲେ କ୍ଷତି ବା ଖସାରାରେ ପଡ଼ିବ, ସଜା ଭୋଗିବ, ଦଣ୍ଡ ପାଇବ। ଯେହେତୁ ମଣିଷ ଆଲ୍ଲାହର ସୃଷ୍ଟି, ଆଲ୍ଲାହର ଭୂମିରେ ବଶର ରୀତିରେ ବାସ କରୁଛି, ଅତଏବ ସେ ସବୁଆଡ଼ୁ ଆଲ୍ଲାହର, ନିଜର କଦାପି ନୁହେଁ। ସୁତରାଂ ହିନ୍ଦୁ ଧର୍ମ ବୋଲି ଧର୍ମଟିଏ ଆଲ୍ଲାହର ବିଚାରରେ ଆଦୌ ନାହିଁ। ଯାହା ବା ଯେଉଁ ଧର୍ମ ଅଛି, ତାହା ଶାନ୍ତିମୟତାର ଧର୍ମ। ଇସଲାମ ହିଁ ଏକେଶ୍ୱରବାଦର ସବୁଦିନିଆ ରହିବାର ଧର୍ମ, ସନାତନ ବା ଶାଶ୍ୱତ ବା ଇଟରନାଲ। ବାସକାରୀ ବଶର ମଣିଷକୁ ସୃଷ୍ଟି କରିବା ପୂର୍ବରୁ ଆଲ୍ଲାହ ନିଆଁରୁ ଶଇତାନ ବା ଇବ୍ଲିସକୁ ସବୁ ଦେବଦୂତଙ୍କୁ ସୃଷ୍ଟି କରିଥିଲେ। ମଣିଷକୁ ମୁଣ୍ଡିଆ ମାରିବାରେ ବିମୁଖ ବା ଅମାନିଆ ମୁନକିର ହୋଇଥିଲା ଏକମାତ୍ର ଶଇତାନ। କାହିଁକି ମୁଣ୍ଡିଆ ମାରି ନ ଥିଲାର ଉତ୍ତରରେ ସେ କହିଥିଲା, ହେ ଆଲ୍ଲାହ, ତୁ ମୋତେ ନିଆଁରୁ ଜାତ କରିଛୁ, ମଣିଷକୁ ମାଟିରୁ ଜାତ ବା ଜନ୍ମ କରିଛୁ। ମୋତେ ମଣିଷ ପୂର୍ବରୁ ଅସ୍ତିତ୍ୱରେ ରଖାଇଅଛୁ। ମୁଁ ଉପରର, ମଣିଷ ତଳର। ମୁଁ ମଣିଷଠାରୁ ବଢ଼ିଆ। ତେଣୁ ମୋତେ ଗରଜ ପଡ଼ିନାହିଁ କି ଯେ ମୁଁ ବଶର ବା ବାସକାରୀ ମଣିଷ ଇନ୍ସକୁ ମୁଣ୍ଡିଆ ମାରିବି।
ଆହ୍ଲା ଶୈତାନକୁ ମର୍ଦୁଦ ବା ପାଜି ଦୁଷ୍ଟ କହି ସ୍ୱର୍ଗ ବୈକୁଣ୍ଠରୁ ତଡ଼ିଦେଲା। ତଡ଼ା ଖାଇବା ସମୟରେ ଶୈତାନ ବା ଇବ୍ଲିସ୍ ମୋହଲତ ବା ଅବସର ମାଗିଥିଲା କି ମଣିଷକୁ ପଥହୁଡ଼ା ବା ଗୁମରାହ କରାଇବ। ଆହ୍ଲା ରାଜି ହୋଇଥିଲେ ଦୁଷ୍ଟ ଶୈତାନ ଜରିଆରେ ମଣିଷକୁ ଅମାନିଆ ଏବଂ ପଥହୁଡ଼ା କରାଇ ତାଙ୍କର ନର୍କ ବା ଜାହାନ୍ନମକୁ ଭରିବେ। ସେହି ଗର୍ବୀ ଉଦ୍ଧତ ଖୋଦା ଆଦେଶ ଅମାନ୍ୟକାରୀ ଶୈତାନ ଖୋଦାର ଏକ ଧର୍ମକୁ ଅନେକ ମିଛ ବା ବାତିଲ ଧର୍ମରେ ପରିଣତ କରାଇ ହିନ୍ଦୁ, ଖ୍ରୀଷ୍ଟ, ଶିଖ, ଜୈନ, ବୌଦ୍ଧ, ମହିମା ଧର୍ମରେ ବଦଳାଇ ଦେଇଅଛି। ଆଉ ନାମୋଲ୍ଲେଖିତ ଧର୍ମ ସବୁ ସମକକ୍ଷୀ ପୂଜାର ବା ଆହ୍ଲାଙ୍କୁ ଅନ୍ୟାନ୍ୟ ସହିତ ସମାନ ସମକକ୍ଷ କରାଇ ଶିର୍କ ବା ମୁଶରିକ ଧର୍ମ ପାଇଁ ହୋଇଅଛି। ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭର ମେଳା ଆୟୋଜିତର ଫଳଶ୍ରୁତି ଯାହାର ଅପର ଉଦାହରଣ। ଇସଲାମ ଧର୍ମକୁ ବାରମ୍ବାର ଶୈତାନ ଜରିଆରେ ଆହ୍ଲା ବଦଳାଇ ମଣିଷକୁ ଆଜମାଇଶ ବା ପରୀକ୍ଷାରେ ପକାଇ ଦ୍ୱନ୍ଦ୍ୱରେ ରଖିଛନ୍ତି। ଧର୍ମର ସ୍ୱର୍ଗ ଓ ନର୍କକୁ ଯିବାର ଦୁଇ ସଫଳ ଅସଫଳର ପଥ ଦେଖାଏ। ତେଣୁ ଆହ୍ଲା ହିଁ ପରମ ନାଟୁଆ ବା ଶ୍ରେଷ୍ଠ ନାଟ୍ୟକାର ଡ୍ରାମାଟିଷ୍ଟ। ପୁଣି ତାଙ୍କର ଧର୍ମର ଶେଷ ସୁଧାରର ପ୍ରଯତ୍ନ ମହାପୁରୁଷ ପୈଗମ୍ବର ମହମ୍ମଦଙ୍କୁ କୋରାନ ନାମକ ଶେଷ ଆସମାନି ସହିଫା ବା କିତାବ ଦିଆଇ ଯେଉଁଥିରେ ଆହ୍ଲାର ହକ୍ ବା ପ୍ରକୃତ ଧର୍ମ ଏବଂ ବାତିଲ ବା ଅପ୍ରକୃତ ମିଛ ଧର୍ମ କୋଉଟାର ପରିଚୟ ସବିଶେଷ ରୀତିରେ ଅଛି ମଣିଷ କୋରାନ ପଢ଼ିଲେ ସହଜରେ ଜାଣିପାରିବ। ମଣିଷ ଜୀବନରେ ଧର୍ମ ଅବଶ୍ୟ ପାଳନୀୟ। ନ ପାଳିଲେ ମଣିଷର ସ୍ୱର୍ଗ ସୁଖ ନାହିଁ। ମଲାପରେ ଚରମ ଦଣ୍ଡ ପୁନର୍ଜୀବିତ ବା ରେଜୁରେକ୍ସନ ରୀତିରେ ମଣିଷକୁ ଭୋଗିବାକୁ ପଡ଼ିବର ଚେତାବନୀ ଆହ୍ଲା କୋରାନରେ ଦେଇଛନ୍ତି। ତାହା ପୁଣି ତାଙ୍କ ପ୍ରକୃତ ଧର୍ମରେ ଶୈତାନୀ ମାର୍ଗରେ କଦାପି ନୁହେଁ। ମଣିଷକୁ ସତତ ବା ସବୁବେଳେ ମନେ ରଖିବାକୁ ପଡ଼ିବ ଅଗତ୍ୟା ପ୍ରୟାଗରାଜର କୁମ୍ଭମେଳା ସତ ଧାର୍ମିକ ଜୀବନକୈନ୍ଦ୍ରିକ ପ୍ରାପ୍ତି ନୁହେଁ। ଶୈତାନକୁ ମଣିଷର ମୁକ୍ତଶତ୍ରୁ ବୋଲି କହି ଖୋଦା କୋରାନର ୟୁସୁଫ ପାଠରେ ତାର 12 ଭାଗରେ ମନ୍ତବ୍ୟ ଦେଇଛନ୍ତି ଇନ୍ନାଶ-ଶୈତ୍ୱାନ ଲିଲ୍-ଇନସାନ ଆଦୁଉମ୍ ମୁବିନ୍। ଶୈତାନର କାମ ହେଲା ଭଲ କାମରେ ବିଘ୍ନ ସୃଜିବା, ବାଧା ଦେବା, କାମ କରାଇ ନ ଦେବା। ସେଥିପାଇଁ ସେ ପ୍ରତିନିୟତ ବା ପ୍ରତି ମୁହୂର୍ତ୍ତରେ ମଣିଷ ପଛରେ ଲାଗି ମଣିଷକୁ ବିଭ୍ରାନ୍ତ, ବିପଥଗାମୀ ବା ଗୁମରାହ କରାଇଅଛି। ପ୍ରୟାଗରାଜ ତାହାର ଅପର ନମୁନା। ଶ୍ରୋତାମାନେ ପ୍ରୟାଗରାଜରେ ଯାହା ସବୁ ଅଘଟଣ ସମୁପସ୍ଥିତ, ଉଦ୍ଘାଟିତ, ଉନ୍ମୋଚିତ ହେଉଅଛି, ଜଣାଯାଉଅଛି, ଯଥା ସେଠି ନିଆଁ ଲାଗିବା, ତମ୍ବୁ ବା ଖେମା ଜଳିଯିବା, ନାଗା ସାଧୁମାନେ ବିଚିତ୍ର ଭୟାନକ ଘୃଣ୍ୟ ରୂପରେ ସଜାଇ ଲଙ୍ଗଳା ହୋଇ କୌପୀନଧାରୀ ବିଭୂତି ବୋଳି ଜଟାଜୁଟ ହୋଇ ଅପରିଷ୍କାର ଥାଇ ପରିସ୍ରା କରି ପାଣି ନ ଧୋଇ ନାବାଳିକା 11 ବର୍ଷୀୟା ବାଳିକାକୁ ଅପହରଣ କରି ଲୁଚାଇ ତାକୁ ବନ୍ଧୁକରେ ମାରିଦେବାର ଶଙ୍କା ଦେଖାଇ ମୋନାଲିସା ନାମକ ସୁନ୍ଦରୀ ଯୁବତୀ ସହିତ ଯାହାସବୁ କାଣ୍ଡ କାରଖାନା ଯେତେ ଯେତେ ହଙ୍ଗାମା କରିଛନ୍ତି, ଏସବୁ ଧର୍ମର ସୂଚିର ସୁନ୍ଦର ଗ୍ରହଣୀୟ ଦୃଶ୍ୟ ନୁହେଁ। ଜଣେ ବିବେକୀ, ବିଚାରଶୀଳ, ସୁଶିକ୍ଷିତ, ସହୃଦୟ, ନ୍ୟାୟୀ ମଣିଷ ହୋଇ ଆପଣ ଶ୍ରୋତା ଏହାକୁ କଦାପି ମନରେ ଗୃହୀତ କରିପାରିବେ ନାହିଁ। ଅପରପକ୍ଷରେ ପୁଣି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଅଳତିଠାରେ ଚଳିତ ଜାନୁଆରୀ ମାସର 18, 19, 20 ତାରିଖରେ ଯେଉଁ ଇସଲାମୀ ଇଜତମା ବା ଧର୍ମ ସମ୍ମିଳନୀ ହୋଇଯାଇଅଛି, ତାହାକୁ ଦେଖନ୍ତୁ। ଟିଭିରେ, ମୋବାଇଲରେ ତାହାର ସମ୍ବାଦ ସମ୍ବନ୍ଧରେ ଅବଗତ ହୁଅନ୍ତୁ। ସେଠି ମହାକୁମ୍ଭ ଭଳି ବିଘଟନର ଦୁଃସମ୍ବାଦ ଆପଣେ ବା ଆପଣେମାନେ ଜମା ପାଇବେ ନାହିଁ। କାରଣ ଯାହା ଆହ୍ଲାର ତାହା କଦାପି ବିଘଟନର ନୁହେଁ, ସଜାଡ଼ି ହେବାର, ସତ୍ସଂଘଟନର। ଆଉ ଯାହା ଶୈତାନର ତାହା ମହାକୁମ୍ଭର ବିପରିଣାମ। ଆହ୍ଲା କହିଛନ୍ତି, ମୁଁ କଦାପି ଖରାପ କଥାର ଆଦେଶ ଦେଇନାହିଁ, ଦେବି ନାହିଁ କି ମଣିଷକୁ ଖରାପ ଲାଗିବ। ମୁଁ ପାକ ବା ପବିତ୍ର ଏବଂ ବୁଜୁରୁଗିବାଲା ବା ବୟୋଜ୍ୟେଷ୍ଠ। କିନ୍ତୁ ଶୈତାନ ହିଁ ମଣିଷକୁ ବହଲାଇ ଫୁସୁଲାଇ ମଣିଷ ମନରେ ଆକର୍ଷଣ ଯୋଗାଇ ଲୋଭ ଦେଖାଇ ତାର ମନକୁ ମନ୍ଦ କାମ ଆଡ଼କୁ ମାଇଲ କରେ, ଆକର୍ଷଣ ଯୋଗାଏ ମଣିଷକୁ ନର୍କଗାମୀ କରାଇବାକୁ। ହଁ, ଶୈତାନ ଜରିଆରେ ମୁଁ ପରୋକ୍ଷରେ କରାଇଅଛି। ମଣିଷ ବିପଥଗାମୀ ହେଉ ବୋଲି ଚାହିଁଛି। ତଥାପି ମଣିଷକୁ ବୁଦ୍ଧି, ବିଚାରଶକ୍ତି, ବିବେଚନା ଦେଇଛି। ମୋର ପଡ଼ିଥିବା ଦୁଇ ସଫଳତା ବିଫଳତାର ପଥ ମୁଣ୍ଡ ଖଟାଇ ଭାବିଚିନ୍ତି କୋଉ ବାଟରେ
ଯିବାର ଧାରଣା ଦିଆଏ। ଗୁମ୍ରାହା ଏବଂ ନେକ୍ରାହା ବା ପଥହୁଡ଼ା ଏବଂ ସତ୍ପଥ ଦ୍ୱୟ ମଣିଷ ଆଖି ଆଗରେ ଜଳ ପ୍ରତୀୟମାନ ଦେଖାଯାଉଅଛି। ଫେର ମଣିଷ ଗୁମ୍ରାହା ପଥରେ ଯାଇ ନଷ୍ଟସ୍ୟ କାନ୍ୟା ଗତିର ମାନେ ଧ୍ୱଂସର ପଥ ଇଖ୍ତିୟାର ବା ଅଖ୍ତିୟାର କରୁଛି କାହିଁକି? କୋରାନ ଦେଇଅଛି, କୋରାନ ଦେଖୁନି କାହିଁକି? ପଢ଼ୁନି କାହିଁକି? କୋରାନକୁ ଘୃଣା କରୁଛି, ବିଦ୍ୱେଷ ଭାବ ରଖୁଛି, କହୁଛି କୋରାନ ପଢ଼ିଲେ ମୋର ଧର୍ମ ଚାଲିଯିବ। ଆଲ୍ଲାହ ତାଆଲା କୋରାନରେ କହିଛନ୍ତି, ମିଛ ଯାହା ତାହା ଦିନେ ଲିଭିଯିବ, ତେଣୁ ଧର୍ମ ଚାଲିଯିବାର ଅଛି। କୋରାନ ପଢ଼ି ନିଜକୁ ସୁଧାରୁ। ନିଜ ଧର୍ମ ନିଜର, କଦାପି ଅନ୍ୟର ନୁହେଁ। ଏହା ମଣିଷ ଭାବୁ। ମୁଁ ମଣିଷକୁ ପରୀକ୍ଷା କରିବା ପାଇଁ, ତାକୁ ଆଜମାଇଶରେ ପକାଇବା ପାଇଁ ଧର୍ମର ଦୁଇ ବାଟ ଦେଖାଇଅଛି। ମୋର ସବୁ କିଛିର କରିପାରୁଥିବା ସର୍ବଶକ୍ତିମାନର ଅଲମାଇଟିର ସାମର୍ଥ୍ୟପଣରେ ମଣିଷ ଅଜ୍ଞତାରେ ନ ରହିବା ପାଇଁ ବାରମ୍ବାର ପୈଗମ୍ବର ପଠାଇଅଛି। ସେମାନଙ୍କୁ ମୋର ବାର୍ତ୍ତାଧର କରାଇ ବାର୍ତ୍ତା ଦେଇ ବହି ବି ଦେଇଅଛି। ତଥାପି ଯଦି ମଣିଷ ଅଜ୍ଞ, ମୂଢ଼, ମୂର୍ଖ ହେବ, ନିଜ ବଂଶ ପ୍ରଥା, ପୂର୍ବଜଙ୍କ ପଥ ପଦାଙ୍କ ଅନୁସରଣ କରିବ, ସେଥିପାଇଁ ମୁଁ ଆଲ୍ଲାହ ଦାୟୀ ନୁହେଁ। କୋରାନରେ ଏହିଭଳି ଅନେକ ଦୁର୍ଘଟଣା ଅଛି, ଯାହା ଫଳରେ ମଣିଷ ମୂର୍ତ୍ତି ପୂଜା କରି ନିଜ ପୂର୍ବଜଙ୍କ କଥା ପଢ଼ିରେ ବିପଥଗାମୀ ହୋଇ ଧ୍ୱଂସ ନଷ୍ଟ ହୋଇଛି ଆଲ୍ଲାହଙ୍କର କ୍ରୋଧ ଆକ୍ରୋଶର ଶିକାରରେ। ମଣିଷ ବାଟ ଜାଣି ପ୍ରକୃତ ବାଟରେ ଚାଲିଲେ ଯାଇ ମୋତେ ପାଇବ, ସ୍ୱର୍ଗସୁଖ ଲଭିବ, ନହେଲେ ନର୍କ ଯନ୍ତ୍ରଣା ଭୋଗି ଚିର ଅଶାନ୍ତିରେ ରହିବ। ଶାନ୍ତି ସୁଖ ଜମା ପାଇବ ନାହିଁ। ମୋର ସଂକଳ୍ପ ୱାଦା। ମଣିଷ ଚାଲି ନ ଜାଣି ବାଟର ଦୋଷ କଦାପି ନ ଦେଉ। ଦେଲେ ହଇରାଣ ହେବ, ଅସୁବିଧା ତାର ଜୀବନରେ ଆସିବ। ମୁଁ ଆଲ୍ଲାହ ପ୍ରତିଶୋଧୀ, ଯେସାକୁ ତେସାକାରୀ କରିବାବାଲା। ମଣିଷଠାରୁ ବଦଲା ନେବି, ପ୍ରତିଶୋଧ ନେବି। କାରଣ ମଣିଷ ମୋ ଦ୍ୱାରା ଜନ୍ମ, ମୁଁ ଭୂମିରେ ରହୁଛି, ମୋର ଉପଜା ଖାଦ୍ୟ ଖାଉଛି। ମଣିଷ ନିଜର ମୋର ନ ହୋଇ ନିଜର ହେବ, ଏହା ମୁଁ ଆଲ୍ଲାହ ସହିପାରିବି ନାହିଁ। ଶଇତାନ ନିଆଁ ସଞ୍ଜାତ। ସେ ଖୋଦାଙ୍କ ଦ୍ୱାରା ପାଜି, ଦୁଷ୍ଟ, ମର୍ଦୁଦ ଆଖ୍ୟା ପାଇଛି। ଅଗତ୍ୟା ସେ ମଣିଷ ଜୀବନରେ ବିଘଟନ ସୃଜିବ। ମଣିଷ ମନରେ ପଶି ଆକୃତିରେ ଆକାର ନେଇ ଦେଖା ଦେଇ ଶଇତାନ ଧର୍ମର ଅଘଟଣ ଖାଲି ବର୍ତ୍ତମାନର 45 ଦିନିଆ ଉତ୍ତର ପ୍ରଦେଶର ପ୍ରୟାଗରାଜର ମହାକୁମ୍ଭର ମହାମେଳନରେ ହୋଇନାହିଁ। ପୂର୍ବରୁ ଜୈନ ଧର୍ମରେ, ବୌଦ୍ଧ ଧର୍ମରେ ପରିଦୃଷ୍ଟ ହୋଇ ଆସିଅଛି। ଦିଗମ୍ବରପନ୍ଥୀ ଜୈନ ଧର୍ମାବଲମ୍ବୀଏ ଆକାଶକୁ ବସ୍ତ୍ର କରି ଲଙ୍ଗଳା ରହୁଥିବାର ଖବର ଇତିହାସରୁ ଜଣାଯାଇଥାଏ। ମୁଁ ପଢ଼ିଅଛି। ମହାବୀର ଜିନ ବି ନିଜେ ଖାଲି ଦେହରେ ଧ୍ୟାନ ମୁଦ୍ରାରେ ବସିଥିବାର ମୂର୍ତ୍ତି ଅଛି। ବୌଦ୍ଧ ଧର୍ମରେ ଭିକ୍ଷୁ ଭିକ୍ଷୁଣୀ ବୌଦ୍ଧ ସଂଘାରାମରେ ରହି ପାଶବିକତାର ଶିକାର ହୋଇଥିବାର ଖବର ଓଡ଼ିଆ ସାହିତ୍ୟରୁ ସୁରେନ୍ଦ୍ର ମହାନ୍ତିଙ୍କର ଆଜୀବକର ଅଟ୍ଟହାସ୍ୟ ଉପନ୍ୟାସ ମହାନିର୍ବାଣ ଗଳ୍ପ, ନାଟ୍ୟକାର ବିଜୟ ମିଶ୍ରଙ୍କର ତଟନିରଞ୍ଜନା ନାଟକରୁ ଜଣାଯାଇଥାଏ। ସେ କ୍ଷେତ୍ରରେ ମୁସଲମାନର ଇଜ୍ତମା ଦେଖନ୍ତୁ। ନିଜ ପାପର କ୍ଷାଳନ ପାଇଁ ଦୁଆ କାନ୍ଦି କାନ୍ଦିକି ମାଗିବା, ଆଲ୍ଲାହଙ୍କୁ ମାଗୁଣି କରିବା। କେବଳ ପୁରୁଷ ମଣିଷମାନଙ୍କର ତମ୍ବୁଟଣା କ୍ଷେମାରେ ସେ ଏକ ପରିମିତ ମାଠିଆ ସୀମାୟିତ ମହାମେଳନର ମହାକୁମ୍ଭ ଧର୍ମୀୟ ସମ୍ମିଳନୀ ଇଜ୍ତମା। ପୋଲିସ ସୁରକ୍ଷା ବଳୟ ଅଛି। ଝଗଡ଼ା ନାହିଁ, ଗାଳି ଫୈଜତ ନାହିଁ। ଶାନ୍ତି ଶୃଙ୍ଖଳାର ଧର୍ମ ଇସଲାମର ସାଧନାୟିତ ଶୃଙ୍ଖଳିତ ପବିତ୍ର ବାତାବରଣ। ଆଲ୍ଲାହ କହିଛନ୍ତି କୋରାନରେ, ହେ ମଣିଷ, ଆଲ୍ଲାହଙ୍କ ସହିତ ସମାନ କରାଇ ଆଉ ଦ୍ୱିତୀୟ ଖୋଦା ପୂଜେନା କି ତୁ ନର୍କରେ ନିର୍ଦ୍ଦୟତାର ସହିତ ଧକ୍କା ଖାଇ ତାନା ଟିପ୍ପଣୀ ଦିଆଯାଇ ଫୋପାଡ଼ି ଦିଆଯିବୁ। ଇସଲାମ ଧର୍ମଧାରୀ ହୋଇ ମଲେ ଫଲାହ ପାଇବୁ, ବିଜୟ ହେବୁ। ସୁତରାଂ କୋରାନ ବିଚାର ଅନୁଯାୟୀ ମହାକୁମ୍ଭର ମହାଯୋଗୀ ସ୍ୱର୍ଗଗାମୀ ହେବେ ନାହିଁ। ଅଗ୍ନି ପୂଜକ ଅଗ୍ନିକୁ ଯିବେ ଶଇତାନ ପଥ ଧରି। ଆଲ୍ଲାହ କୋରାନରେ କହିଛନ୍ତି, ଆଲ୍ଲାହ ସତ କଥା କହିବାକୁ ଲାଜ କରେ ନାହିଁ। ମଣିଷ ଖରାପ ଭାବୁ, ମୋ ଉପରେ ରାଗୁ, ହେଲେ ମୋର କିଛି କ୍ଷତି କରିପାରିବ ନାହିଁ, ଓଲଟି ମୋ ଦ୍ୱାରା କ୍ଷତିରେ ପଡ଼ିବ।